ହେଟା ପାହାନ୍ତିଆ ବେଲ୍କେ ଗାଁକେ ଅମରୁଥାଏ। ଗାଁ ମୁର୍ସାତି ଚେରମୁରି ଗୁର୍ଦୁ ଧରି ଜୋର୍ ଆଡୁ ଫିରୁଥାନ୍ ବୈଦ ବୁଢା। ଦେଖୁନ୍ ଦେଖୁନ୍ ବୋଇଲେ, କାଣା ନାତି, ବନ୍ୟାନ୍ ଦିନ୍ ଉତାରୁ ଆଇଲୁ ବୋ। ଇଥର ଟିକେ ଶୁଖି ଯାଇଛୁ। ଯାହା କହ, କାହିଁ ପାଇବୁ ୟାଡର ଖାନା। ପଖାଲ ସାଙ୍ଗେ ହେଣ୍ଡୁଆ, ପାତଲ ଘଣ୍ଟା ମିଶା ସୁଖା ଝୁରି। ବୁଢାଚୁନେ ତୁନ୍ ପଡ଼ିକିରି ଫେର୍ ବୋଇଲେ, ହଏ ବୋ ଏ ବାବୁ, ତୁଇ ପୁରା ଟିଭିନ କାମ କରସୁ ବୋ। ମତେ ଘେ ତୁମ ଟିଭିନ ନେ ଦେଖା ତ କାଏଁ। ମୁଇଁ ଭିଲ୍ ତ ବେମାରୀ ଦେଖୁଛେଁ, 5 ଖଣ ଗାଁର ସେବା କରୁଛେଁ। ନରସିଂହନାଥ କବିରାଜ କଲେଜକେ ଯାଇକିରି ମାଷ୍ଟରଙ୍କୁ ଗଛପତର ଚେରମୂଲି ଚିହ୍ନଉଛେଁ। ମୁଇଁ ହୁଁ ହାଁ ମାରିକିରି ଫାଙ୍କି ଦେଇକିରି ଘରକେ ପଳାଲି। ଭୁବନେଶ୍ୱରକେ ଫିରିକିରି ମୋର୍ କାମେ ଲାଗି ପଡଲି। ବୁଢା କହିଥିବାର କଥାଟା ମଲା ବାଗିର ପାସରି ଦେଲି। ହେନ୍ତେ ବି ମତେ କେତେ ଲୋକ କେତେ କଥା କହିଛନ୍। କିଏ ଗାଁ ସୁବିଧା ଅସୁବିଧା, କିଏ ଯାତ୍ରା ପରବ, ତ କିଏ କେତେ ସରକାରୀ କଥା ବି କହିଛନ୍। ସେମାନେ କାଣା ଜାଣିଛନ୍ ଯେ ମୁଇଁ ଟିଭିତି କାମ କରୁଛେଁ ସିନା, ହେଲେ ମୋର୍ ଚାହେଁବାର ନି ଚାହେଁବାର ଥି କାଣା ହଉଛେ, ମୋର୍ ଉପରେ ଏକ ସେ ଏକ ଲୋକ ଅଛନ୍। ମୋର୍ ପୁରା ସୋର ଅଛେ। ମଙ୍ଗଳବାର ସକାଳୁ ମୋର୍ ଡ୍ୟୁଟି ଥିଲା। ଅଫିସକେ ଅମରଗିରି ଦେଖିଲି ଯେ ଗୋଟେ ଖବର ଦେଖା ହଉଛେ। ସୁବର୍ଣ୍ଣପୁର ଜିଲ୍ଲାର ନାଁ କରା ବୈଦ ବୁଡୁ ଝାଙ୍କରା ନାଇନ। ମୋର୍ ଛାତି ଧକ୍ କଲା। ଆମର୍ ଗାଁର ବୁଡୁ ନୁହେଁ ତ? ଦେଖଲା ବେଲକେ ସତକେ ସତ ଆମର୍ ଗାଁର ବୁଢୁ ଅଜା ଏକା ଆନ୍। ଟିଭିতে ଦେଖଉଥିଲା ଯେ ଗଲା ରାତି ତାଙ୍କର ମୃତ୍ୟୁ ହେଇଯାଇଛେ। ଆଉ ତାଙ୍କୁ ଦର୍ଶନ କରବାର ଲାଗି ମନ୍ତ୍ରୀ ନେତାମାନେ ବି ଲାଇଛନ୍। ସବେ ଯେନ୍ତା ଝୁରି ହଉଛନ୍ ବୁଢୁ ଅଜାକେ। ଲୁକେ କହେସନ୍ ତାହାଙ୍କୁ ପଚରିକିରି କବିରାଜି ଡାକ୍ତରମାନେ ଉଷୋକଷା ଦେଉଥିଲେ। କେତେ କବିରାଜି ବହିପତ୍ର ବି ଲେଖିଛନ୍। ହୁସିଆର ଲୋକମାନେ ତାଙ୍କର ନାଁକେ ବିକି ଭାଞ୍ଜିକିରି ଖାଇଛନ୍। ହେଲେ ବୁଢୁ ଅଜା କେଭେ କାହାକେ କିଛି ନାଇଁ କହି। ମୋର୍ ମା କହୁଥିଲା ମୁଇଁ ଜନମ ହେଲା ବେଲକେ ସେ ରାତ ରାତ ଯୁଗି କରି ରହିଥିଲେ। ଟିକେ ଦେହ ପା ନସଲେ ନର୍ଦି ଆଉଥିଲେ। ଉଷୋକଷା ବି ଦଉଥିଲେ। ହେଲେ କେଭେ ଭେଲ୍ ଟଙ୍ଗେ ସୁତେ ମାଗିଥିତେ। ଇ ଖବର ମତେ ତାଙ୍କର ସେଦିନର କଥାକେ ସୋର ପକେଇ ଦଉଥିଲା। ଟିଭିতে ଘେ ବାହାରବେ ବୋଲି ମତେ କେତେ କରି କହିଥିଲେ। ମୁଇଁ ତ କିଛି କରି ନାଇଁ ପାରିଲି। ବାକି ତାଙ୍କର କାମକେ ଦେଖିକିରି ଆମ ରିପୋର୍ଟର ମାନେ ତାଙ୍କୁ ଖବର କରି ଟିଭି ନ ଦେଖାଲେ। ହେଲେ ସେ ବିଚରା ନିଜେ ଜିଇଁ ଥାଉନ୍ ଥାଉନ୍ ଦେଖି ନାଇଁ ପାରିଲେ।